ଠାକୁରଙ୍କ ମନ୍ଦିର ଗୁଡ଼ିକରେ ପ୍ରାୟତଃ ସୁରକ୍ଷା ବ୍ୟବସ୍ଥା ନଥିବାରୁ ଲୁଟେରା ମାନେ ମନ୍ଦିରକୁ କରୁଛନ୍ତି ଟାର୍ଗେଟ। ରାଜ୍ୟର ବିଭିନ୍ନ ସ୍ଥାନର ମନ୍ଦିର ଗୁଡ଼ିକରୁ ଲୁଟେରା ମାନେ ଲୁଟ୍ କରୁଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ବାଲେଶ୍ୱର ସଦର ଥାନା ଅଧୀନ ଗୋପୀନାଥପୁର ପଞ୍ଚାୟତ ନୀଳଦା ଗ୍ରାମରେ ଥିବା ସର୍ବମଙ୍ଗଳା ମନ୍ଦିରରୁ ଲୁଟ୍ ହୋଇଛି। ତାଲା ଭାଙ୍ଗି ଲୁଟେରା ମାନେ ମନ୍ଦିର ଭିତରେ ପଶି ମଙ୍ଗଳାଙ୍କ ସୁନା ରୂପା ଅଳଙ୍କାର ସମେତ ମନ୍ଦିରର ଦାନବାକ୍ସ ଭାଙ୍ଗି ଲୁଟ୍ କରି ଚମ୍ପଟ ମାରିଛନ୍ତି। ଆଜି ସକାଳ ସମୟରେ ମନ୍ଦିର ବାହାରେ ଦାନବାକ୍ସ ପଡ଼ିଥିବା ଦେଖି ମନ୍ଦିରରୁ ଲୁଟ୍ ହୋଇଥିବା ସ୍ଥାନୀୟ ଲୋକମାନେ ଜାଣିବାକୁ ପାଇଥିଲେ। ପରେ ଏନେଇ ଥାନାରେ ଅଭିଯୋଗ କରାଯିବାରୁ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ପ୍ରାୟ 7 ଲକ୍ଷରୁ ଅଧିକ ଟଙ୍କାର ଅଳଙ୍କାର ଲୁଟ୍ ହୋଇଥିବା ସୂଚନା ମିଳିଛି। अच्छा अच्छा ता जो दान एटा काटी छंदी ना बालेश्वरରୁ प्रसेनजीत सेठीଙ୍କ रिपोर्ट कोणार्क लाइव।